ଜୟଜନା ସାଙ୍ଗମାନେ ତ ଆପଣ ମାନଙ୍କ ପାଇଁ ଗୋଟେ ବହୁତ ବଡ ଖୁସି ଖବର ଆସିସାରିଛି। ଯୋଉମାନେ ବି ହୋମଗାର୍ଡ ପାଇଁ ନିଯୁକ୍ତି ପାଇବା ପାଇଁ ଇଚ୍ଛୁକ ଥିଲେ ତ ହୋମଗାର୍ଡ ରୁ ଏବେ ଭ୍ୟାକେନ୍ସି ଅଲରେଡି ଆସି ସାରିଛି। ତ ଆଗରୁ କହିଥିଲି ଆପଣଙ୍କର 2,500 ପାଖାପାଖି ହୋମଗାର୍ଡ ବାହାରିବାର ଥିଲା। ତ ଅଲରେଡି ଆପଣ ଦେଖିପାରୁଥିବେ ଏଟା ଅଲରେଡି ତାର ନୋଟିସ ଆସିଛି ହାରି। ଡେଟ୍ ବି ମେନସନ କରାଯାଇଛି 13/2/2025 ଓଡିଶା ହୋମଗାର୍ଡ ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର କଳାହାଣ୍ଡି ତରଫରୁ। ଏଇଟା କଳାହାଣ୍ଡି ଡିଷ୍ଟ୍ରିକ୍ଟ ପାଇଁ କେବଳ ବାହାରିଛି, ଡେଟ୍ ବି ପଡିଯାଇଛି। ତାପରେ ଦେଖାଯାଇଛି ଟୁ ଦ ଅଲ୍ ISICPSSC କଳାହାଣ୍ଡି ସବୁ ପୋଲିସ ଷ୍ଟେସନ ମାନଙ୍କୁ ସବଜେକ୍ଟ ପ୍ରୋସେସ ଟୁ ଫିଲ୍ ଅପ୍ ଦ ଭ୍ୟାକେନ୍ସି ଅଫ ହୋମଗାର୍ଡ। ତ ଅଲରେଡି ଆପଣଙ୍କର ହୋମଗାର୍ଡ ଭ୍ୟାକେନ୍ସି ଫିଲ୍ ଅପ୍ କରିବା ପାଇଁକା ଏ ନୋଟିସ ଟା ଅଲରେଡି ହେଇଛି। ତ ହୋମଗାର୍ଡ ମାନେ କୋଉଠି ଆପ୍ଲାଏ କରାଯିବ? ହୋମଗାର୍ଡ ଦିଆଯାଇଛି ୟୁ ଆର୍ ଡାଇରେକ୍ଟ ଟୁ ଏକ୍ସଟ୍ରାଭିଟ ଦ ରିକ୍ରୁଟମେଣ୍ଟ ନୋଟିସ ଟୁ ହୋମଗାର୍ଡ ଦ ନୋଟିସ ଫର ଅଲ୍ ପୋଲିସ ଷ୍ଟେସନ। ତ ପୋଲିସ ଷ୍ଟେସନ ମାନଙ୍କରେ ଆପଣଙ୍କୁ ଚୟନ କରାଯିବ। ତାପରେ ହଉଛି ଆଉଟ ପୋଷ୍ଟ ମାନଙ୍କରେ ଆପଣଙ୍କୁ ଆପ୍ଲାଏ କରାଯିବ। ତା ସହିତ ପଞ୍ଚାୟତ ଅଫିସର ଅଣ୍ଡର ଦ PS ଯୋଉମାନେ କି ଯୋଉ ପଞ୍ଚାୟତ ଅଫିସର ପୋଲିସ ଷ୍ଟେସନ ଆପଣ ହେଡ ପୋଲିସ ଷ୍ଟେସନ ଅଣ୍ଡରରେ ରହୁଥିବ ତ ସେଠି ବି ଆପଣଙ୍କୁ ଆପ୍ଲାଏ କରାଯିବ। ଗୋଟେ ହଉଛି ପୋଲିସ ଷ୍ଟେସନ ଆଉ ଗୋଟେ ଆଉଟ ପୋଷ୍ଟ, ତାପରେ ପଞ୍ଚାୟତ ଅଫିସ ଯୋଉଟା କି ପୋଲିସ ଷ୍ଟେସନ ଅଣ୍ଡରରେ ରହୁଥିବ। ତ କଳାହାଣ୍ଡିରେ କେତେ କଣ ପୋଷ୍ଟ ବାହାରିଛି ଏବେ ଆମେ ଦେଖିବା। ତ ଅଲରେଡି ଦେଖିପାରୁଥିବେ ଗୃହରକ୍ଷୀ ନିଯୁକ୍ତି ନାମରେ ସୂଚନା। ଆଉ ଯୋଉ ଚିହ୍ନଟା ଆପଣଙ୍କୁ ଦେଇଛି ସିଏ ଆବେଦନ ଦେଇଦେଇଛି ଦେଖିପାରୁଥିବେ। ଆବେଦନ ତାରିଖ ଅଛି 15/2/2025 ରୁ 1/3/2025 ସହିତ ପର୍ଯ୍ୟନ୍ତ ଗ୍ରହଣ କରାଯିବ। ତ ଏଇଟା ଦୁର୍ଗାପତି ଗୋରଖୀ ଭାଇ ଭବାଟପାଟଣା ଠିକଣା ସେମାନେ ଆବେଦନ ପଠାଇ ପାରିବେ। ଏଇ ଠିକଣା ଆପଣ ଆବେଦନ ପଠାଇ ପାରିବେ। ତ ଆପଣ 15 ତାରିଖରୁ ଏଇଟା ଷ୍ଟାର୍ଟ ହେଇଯିବ, ମାନେ ଆସନ୍ତା କାଲିଠୁ ଷ୍ଟାର୍ଟ ହେଇଯିବ 1/3/2025। ତା ପାଖାପାଖି ଆପଣଙ୍କୁ 15 ଦିନ 13 ଦିନ ଯେହେତୁ ଏଟା 28 13 ଦିନ ପାଖାପାଖି ଆପଣଙ୍କୁ ଦବ ଭ୍ୟାକେନ୍ସି ପାଇଁକା ଫର୍ମ ଆପ୍ଲାଏ କରିବା ପାଇଁକା 13 ଦିନ ସମୟ ଦେଇଛି। ତାପରେ ଆପଣ ଗୋଟେ ଦେଖିପାରୁଥିବେ ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା ଅଛି ଆପଣଙ୍କର ଅଲରେଡି ସିଏ ଡେସ୍କ୍ରାଇବ କରିଦେଇଛି, ଲେଖି ବି ଦେଇଛି ଅଲରେଡି। ନିଯୁକ୍ତି ପରୀକ୍ଷା କେଉଁଠି ଏବଂ କେବେ ଅନୁଷ୍ଠିତ ହେବ ଏହା ପୂର୍ବରୁ ଆବେଦନକାରୀଙ୍କୁ ଜଣାଇ ଦିଆଯିବ। ତାପରେ ଅଛି କମ୍ପ୍ୟୁଟର, ବାହନ ଚାଳକ, ବିଦ୍ୟୁତ ମିସ୍ତ୍ରୀ, ପାଇପ ମିସ୍ତ୍ରୀ, ରୋଷେଇଆ, ବଢିଆ, ରାଜମିସ୍ତ୍ରୀ ଇତ୍ୟାଦି ଦକ୍ଷତାର ଜ୍ଞାନ ଏବଂ ବ୍ୟବହାରିକ ଅଭିଜ୍ଞତା ଥିବା ଆବେଦନକାରୀ ମାନଙ୍କୁ ନମ୍ବରରେ ଗୁରୁତ୍ୱ ଦିଆଯିବ। ତ ଏଇ ମାନଙ୍କୁ ଖାସ କରି ଗୁରୁତ୍ୱ ଦିଆଯିବ ଯୋଉମାନେ ଏକ୍ସଟ୍ରା କିଛି କରିକୁଲାର ଆକ୍ଟିଭିଟି ଆପଣଙ୍କ ପାଖରେ ଯଦି ଦେଖିବାକୁ ମିଳିବ ତ ସେଇଟାକୁ ଆପଣଙ୍କୁ ଗୁରୁତ୍ୱ ଦିଆଯିବ। ତାପରେ ଅଲରେଡି ଦେଇଦେଇଛି ପଞ୍ଜୀକୃତ ବ୍ୟକ୍ତି ସେମାନଙ୍କ ସେବା ପ୍ରଦାନ କରିବା ଦିନ ପାଇଁ ଡ୍ୟୁଟି କଲ ଭତ୍ତା ଯୋଉ ପ୍ରତିଦିନ ଆପଣ କେତେ ପାଇବେ ନା 612 ଟଙ୍କା। ତ 30 ଦିନ ଆପଣ ହିସାବ କରିଦେବେ ପାଖାପାଖି 18,000 ସମଥିଙ୍ଗ ଆପଣ ପାଉଛନ୍ତି। ତ ଦିନକୁ ଯଦି 612 ଟଙ୍କା ହେଲା 36 18 32 36 ତ 18,360 ଟଙ୍କା ଆପଣଙ୍କର ହେଲା ମନ୍ଥଲି ଆପଣ ସାଲାଡ ଟା ପାଇବେ। ଓକେ, ଦିନିକିଆ ହିସାବ ଅନୁସାରେ। ତ ଯୋଉ ଆପଣଙ୍କର ଯୋଉ ଥାନା ଆଉ ଫାଣ୍ଡି ମାନଙ୍କ ଆପଣଙ୍କୁ ଡେପ୍ଲୟ କରାଯିବ। ତ ଟୋଟାଲି ଆପଣ ଯଦି ଦେଖିବେ ଟୋଟାଲ ଅଛି ସମୁଦାୟ 60 ହେଲା। ସମୁଦାୟ 60 ରୁ ଅଲରେଡି ତାପରେ ଥାନା ମାନଙ୍କର ସବୁ ଡେସ୍କ୍ରାଇବ କରିଦେଇଛି ଅଲରେଡି। ଥାନା ନାମ ଭବାଟପାଟଣା ଟାଉନରେ ଅଛି 8ଟା, ଭବାଟପାଟଣା ସଦର ଅଛି 6ଟା, କେସିଙ୍ଗାରେ ଅଛି 9ଟା, ନର୍ଲାରେ ଅଛି 7ଟା, ଲାଞ୍ଜିଗଡରେ ଅଛି 3ଟା, ଜୁନାଗଡରେ ଅଛି 9ଟା, ଓକେ, ଧର୍ମଗଡରେ ଅଛି ଆପଣଙ୍କର 8ଟା, ଗୋଲମୁଣ୍ଡାରେ ଅଛି 2ଟା, କେ ଗାଁରେ ଅଛି 2ଟା, ପୋକସରାରେ ଅଛି 1, ଆଉ ଜୟପାଟଣାରେ ଅଛି 5ଟା। ଟୋଟାଲ ହଉଛି ଆପଣଙ୍କର 60ଟା ହୋମଗାର୍ଡ ପଦବୀ ବାହାରିଛି। ତ 60ଟା ହୋମଗାର୍ଡ ପଦବୀ ଆପଣଙ୍କୁ ଦେଇଦେଇଛି। 15 ତାରିଖରୁ ଆରମ୍ଭ ହେଇଛି, ସରିବ କେବେ ନା 1 ତାରିଖରେ। ତ ପାଖାପାଖି 13 ଦିନ ସମୟ ଅଛି। 13 ଦିନ ଭିତରେ ଆପଣ ଯଦି ଫର୍ମ ଯାଇକି ଆପ୍ଲାଏ କରିବେ, ନଚେତ ଆପଣଙ୍କୁ ସେ ଠିକଣା ଦେଇଦେଇଛି ଏଥିରେ ବି ଆପଣ ଅଫଲାଇନ ପଠେଇ ପାରିବେ, ଆପଣ ଡାକ ହିସାବରେ ପଠେଇ ପାରିବେ। ଆଉ ତାପରେ ଆପଣ ଦେଇଦେଇଛି ଯୋଗ୍ୟତା କଣ ମାଗିଛି ନା ଫାଷ୍ଟ ହଉଛି ଆପଣଙ୍କ ସିଏ ଅଲରେଡି କହିଦେଇଛି ଆବେଦନ କରିବା ପାଇଁ ଜଣେ ପ୍ରାର୍ଥୀ ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ। ଗୋଟେ ହଉଛି ଭାରତୀୟ ନାଗରିକ। ତ ଆପଣ ଯାହାଦ୍ୱାରା ଓଡିଶାରେ ଆପଣଙ୍କର ଆଧାର କାର୍ଡ ଏଟା ଆପଣ ଦେଖେଇଦବ ଯେ ଆପଣ ପ୍ରମାଣ ପତ୍ର। ତାପରେ ପ୍ରାର୍ଥୀଙ୍କ ବୟସ 1/1/2025 ସୁଦ୍ଧା 20 ବର୍ଷରୁ କମ କିମ୍ବା 60 ବର୍ଷରୁ ଉର୍ଦ୍ଧ୍ୱ ହୋଇନଥିବ। ତ 1/1/2025 ମାଗିଛି 20 ବର୍ଷ। ତାପରେ ପ୍ରାର୍ଥୀ ଅତି କମ ରେ ପଞ୍ଚମ ଶ୍ରେଣୀ ପାସ୍ କରିଥିବା ଦରକାର। ତ ଆଜିକା ଡେଟରେ ସମସ୍ତେ ପଞ୍ଚମ ଶ୍ରେଣୀ ପାସ୍ କରୁଛନ୍ତି, ଦଶମ ଶ୍ରେଣୀ ପାସ୍ କରୁଛନ୍ତି। ତ ସେଇଟା ଆପଣଙ୍କର ସେଇ ସାର୍ଟିଫିକେଟ ଦରକାର। ତାପରେ ପ୍ରାର୍ଥୀ ଓଡିଆ ଭାଷା ପଢି ଲେଖି କହିପାରୁଥିବେ, ଯୋଉ ଆପଣ ଓଡିଆ ମିଡିୟମ କ୍ଲାସରେ ପାଠ ପଢିଥିବା ଦରକାର। ତାପରେ ଆପଣଙ୍କର ହଉଛି 5 ନମ୍ବର ଅଛି ପ୍ରାର୍ଥୀ ଜଣେ ଭଲ ନୈତିକ ଚରିତ୍ର ଅଧିକାରୀ ହୋଇଥିବେ, ଯାହା ଆପଣଙ୍କ ପାଖରେ କେସ୍ ବି ନଥିବ, ଫୌଜଦାରୀ ମାମଲାରେ ବିଚାର ସମ୍ମୁଖୀନ ହୋଇନଥିବେ, ଯୋଉମାନେ ଥାନା ଫାଣ୍ଡିରେ କେସ୍ ହଉଛି ତାଙ୍କ ମାନଙ୍କରେ କୌଣସି ପ୍ରକାର କେସ୍ ଯେମିତି ନଥିବ। ଓକେ, ସେଥିରେ ବି ଆପଣ
ଧ୍ୟାନ ଦେବା ଦରକାର, କୌଣସି କେସ୍ ଫେସ୍ ନଥିବା ଦରକାର ଥାନା ମାନଙ୍କରେ। ତାପରେ 6 ନମ୍ବର ଆପଣଙ୍କ ଦେଇଦେଇଛି ପ୍ରାର୍ଥୀ ଜଣେ ସୁସ୍ଥ ଏବଂ ସ୍ୱାସ୍ଥ୍ୟବାନ ଥିବା, ମାନେ ଆପଣଙ୍କ ଡିଜାବିଲିଟି କୌଣସି ପ୍ରକାର ନଥିବ, ହାତ ଦେହ ଖରାପ ଥିବା, ଆଖି ଖରାପ ଥିବ, କିନ୍ତୁ କୌଣସି ପ୍ରକାର ଶାରୀରିକ ସମସ୍ୟା ନଥିବା ଦରକାର। ତାପରେ ଆପଣ କଣ କଣ ଡକ୍ୟୁମେଣ୍ଟ ସବୁ ନେଇକି ଯିବେ ନା, ଫାଷ୍ଟ ହଉଛି ଆବାସିକ ପ୍ରମାଣ ପତ୍ର, ଆପଣ ଯାହାବି ରହିଲା 10th ସାର୍ଟିଫିକେଟ ହେଲା, ପଞ୍ଚମ ସାର୍ଟିଫିକେଟ ହେଲା, ଆପଣ ଆଧାର କାର୍ଡ ହେଲା, ତାର ଯାହାବି XYZ, ତାର ବୟସ, ଶିକ୍ଷାଗତ ଯୋଗ୍ୟତାର କୋଉ ଯାଏଁ ପଢିଛ ତାର ଯୋଗ୍ୟତା ପ୍ରମାଣ ପତ୍ର ଦେଇଛି, 4 ଗୋଟି ପାସପୋର୍ଟ, ତାପରେ ହଉଛି ଜାତି, ଆପଣ SC ନା ST ନା SCBC, ଯେହେତୁ ଏଟା ଓଡିଶା ଆପଣ SCBC ନା UR, କୋଉ କ୍ୟାଟେଗୋରୀ ଆପଣ ଯାଉଛନ୍ତି ତାର ପ୍ରମାଣ ପତ୍ର। ତାପରେ ଆପଣଙ୍କ ଦେଇଛି ବୈଷୟିକ ଦକ୍ଷତା ନକଲ, ଯଦି ନଥାଏ ବି ଚଳିବ, ଯଦି ଥାଏ ନେଇକି ଯିବେ। ତାପରେ ବାହନ ଚାଳକ ପ୍ରମାଣ ପତ୍ର, ଯଦି ଆପଣ ଗାଡି ଶିଖିଛନ୍ତି ତ ଗାଡି ଶିକ୍ଷାର ବି ପ୍ରମାଣ ପତ୍ର ନେବେ ଯଦି ଥାଏ, ଯଦି ନାହିଁ ତ ଠିକ ଅଛି କୌଣସି ପ୍ରକାର ପକେଇ ପାରିବେ, ଯଦି ବି ନଥାଏ ତାହେଲେ ବି ଆପଣ ଫର୍ମ ଆପ୍ଲାଏ କରିପାରିବେ। ତ ଏଇ ସାର୍ଟିଫିକେଟ ସବୁ ନେଇକି ଯିବେ। ତ ପାଖାପାଖି 60ଟା ଯୋଉ ବାହାରିଛି ପୋଷ୍ଟ, ଓକେ। ତ ନିଜକୁ ପ୍ରିପାରେସନ କରନ୍ତୁ, ଯୋଉମାନେ ବି ହୋମଗାର୍ଡରେ ଚାକିରି କରିବା ପାଇଁ ଚାହୁଁଛନ୍ତି ଆଗେ ନିଜକୁ ସେଟେଲ କରନ୍ତୁ, ଓକେ। ତେବେ ରହୁଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ।